ଆଜି ଆରମ୍ଭ କରିବା ପଲିଟିକାଲ ସାଇନ୍ସ କୋର୍ 12 ର ଟ୍ରେଡିସନ୍ ଅଫ୍ ପ୍ରି କଲୋନିଆଲ ଇଣ୍ଡିଆନ୍ ପଲିଟିକାଲ ଥଟ୍ ର ପ୍ରଥମ କ୍ୱେଶ୍ଚନ, ବ୍ରାହ୍ମଣିଂ ଆଣ୍ଡ ଶର୍ମଣିଂ। ବ୍ରାହ୍ମଣବାଦ ଓ ଶ୍ରମଣବାଦ ମଧ୍ୟରେ ପାର୍ଥକ୍ୟ ବା ବ୍ରାହ୍ମଣବାଦ କ'ଣ ଏବଂ ଶ୍ରମଣବାଦ କ'ଣ ସେହି ବିଷୟରେ କିଛି ଆଲୋଚନା କରିବା। ହ୍ୱାଟ ଇଜ୍ ବ୍ରାହ୍ମଣିଂ ଟ୍ରେଡିସନ୍? ବ୍ରାହ୍ମଣବାଦ କହିଲେ ବ୍ରାହ୍ମଣମାନଙ୍କ ଦ୍ୱାରା ଯେଉଁ ସବୁ କାର୍ଯ୍ୟଗୁଡ଼ିକ ପରିଚାଳିତ ହେଉଥିବ ତାହାକୁ ଆମେ ବ୍ରାହ୍ମଣବାଦ ବୋଲି କହିବା। ଯେପରିକି ବ୍ରାହ୍ମଣମାନଙ୍କ ଦ୍ୱାରା ପରିଚାଳିତ ବେଦ, ରୀତିନୀତି ଏବଂ ପରମ୍ପରା ସହିତ ଜଡ଼ିତ ଅଟେ। ପ୍ରାଚୀନ ଭାରତରେ ପୁରୋହିତ ଶ୍ରେଣୀ ଦ୍ୱାରା ଏହି ବ୍ରାହ୍ମଣବାଦର ସୃଷ୍ଟି। ବ୍ରାହ୍ମଣବାଦକୁ ମନୁଙ୍କ ମନୁସ୍ମୃତିରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହାର ମୂଳ ତତ୍ତ୍ୱ କେବେ ଆସିଥିଲା? 1500ରୁ 500 ବିସିରେ ଆସିଥିଲା, ଯାହାକୁ ଭଗବାନଙ୍କ ଦ୍ୱାରା ରଚିତ ଗ୍ରନ୍ଥ ରୂପେ ହିନ୍ଦୁ ଧର୍ମରେ କୁହାଯାଇଛି। ବ୍ରାହ୍ମଣବାଦ କହିଲେ ହିନ୍ଦୁ ଧର୍ମରେ ପୁରୋହିତ ବା ପୂଜକ ଲୋକଙ୍କ ନୀତିକୁ ହିଁ ବ୍ରାହ୍ମଣବାଦ କୁହାଯାଏ। ବ୍ରାହ୍ମଣମାନେ ବିଶ୍ୱାସ କରନ୍ତି ଯେ ଭଗବାନଙ୍କ ଠାରୁ ଯେକୌଣସି ଶକ୍ତି ପାଇବା ପାଇଁ ହେଲେ ନିହାତି ପଶୁ ବଳି ଆବଶ୍ୟକ ଅଟେ। ତା ସହ ସେ ବିଶ୍ୱାସ କରନ୍ତି ଯେ ଆତ୍ମାର କେବେ ବି ବିନାଶ ଘଟିନଥାଏ, କେବଳ ଶରୀର ବିନାଶ ହୋଇଥାଏ। ତେଣୁ ଆତ୍ମା ସର୍ବଦା ଚିରଞ୍ଜୀବୀ ଅଟେ। ତାହା ସହ ସମାଜରେ ଜାତି, ଧର୍ମ ଆଦିର ବର୍ଗୀକରଣ ଉପରେ ବିଶ୍ୱାସ କରୁଥିଲେ। ତେଣୁ ଏହି ବ୍ରାହ୍ମଣବାଦ ଦ୍ୱାରା ସମାଜର 4ଟି ଶ୍ରେଣୀର ଲୋକ ବସବାସ କରନ୍ତି ବୋଲି କୁହାଯାଇଛି, ଯଥା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ଏଠି ବ୍ରାହ୍ମଣ କହିଲେ କ'ଣ? ମନ୍ଦିରରେ ଯେଉଁମାନେ ପୂଜା ପାଠ କରନ୍ତି ସେମାନଙ୍କୁ ପୁରୋହିତ ବ୍ରାହ୍ମଣ ବୋଲି କହିଥାଉ। ତ ବ୍ରାହ୍ମଣମାନଙ୍କୁ ସର୍ବଶ୍ରେଷ୍ଠ ଜାତି ରୂପେ ବିବେଚନା କରାଯାଏ। ତେଣୁ ସେମାନେ ମନ୍ଦିରରେ ପୂଜା ପାଠ କରିବା ପାଇଁ ଯୋଗ୍ୟ ବୋଲି ସେମାନେ କହିଛନ୍ତି। ତ ଏମାନେ ବେଦ, ଗ୍ରନ୍ଥ ଆଦିର ପାଠ କରିବା ସହ ଶିକ୍ଷାର ପ୍ରସାର କରିବେ। ଏମାନଙ୍କୁ ଶ୍ରେଷ୍ଠ କହିବାର କାରଣ ଏହା ଯେ ଏମାନେ ବ୍ରହ୍ମାଙ୍କ ମସ୍ତକରୁ ଜାତ। ତେଣୁ ଏମାନଙ୍କ ପାଖରେ ଧାର୍ମିକ କ୍ଷମତା ରହିଛି। ତେଣୁ ସେମାନେ ବେଦକୁ ବିଭକ୍ତ କରନ୍ତି ବା ବେଦକୁ କ'ଣ ଗୁରୁତ୍ୱ ଦିଅନ୍ତି। ସେ ଆମର ତ 4ଟି ବେଦ କ'ଣ ଅଛି? ଋଗ୍ବେଦ, ସାମବେଦ, ଅଥର୍ବବେଦ, ସେମାନେ ବିଶ୍ୱାସ କରନ୍ତି ଯେ ବେଦ ହେଉଛି ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି। ଏହାକୁ ବେଦବ୍ୟାସ 4 ଭାଗରେ ବ୍ୟକ୍ତ କରିଛନ୍ତି, ଯାହାକି ଆମେ ପୂର୍ବରୁ ବର୍ତ୍ତମାନ ପାଇଁ ପଢ଼ିଲେ। ତ ଦ୍ୱିତୀୟଟି ହେଉଛି କ'ଣ? କ୍ଷତ୍ରିୟ। ଏମାନେ ମୁଖ୍ୟତଃ ରାଷ୍ଟ୍ରକୁ ଶତ୍ରୁ ରକ୍ଷା କରିବେ। ଏମାନେ ସାହସୀ ଅଟନ୍ତି। ତେଣୁ ଏମାନେ ରାଜା ହୁଅନ୍ତି କିମ୍ବା ଯୋଦ୍ଧା ହୁଅନ୍ତି। ଏମାନଙ୍କ ଜନ୍ମ ଭଗବାନଙ୍କ ବାହୁରୁ ଜାତ। ତେଣୁ ଏହାକୁ ଦ୍ୱିତୀୟ ସ୍ଥାନରେ ସ୍ଥାନିତ କରାଯାଇଛି। ଏମାନଙ୍କ ପାଖରେ କ୍ଷତ୍ରିୟ କ୍ଷମତା ବା ସାହସିକତାର ଗୁଣ ରହିଛି। ତେଣୁ ଏମାନେ ଯୁଦ୍ଧ କରିବା ପାଇଁ ତତ୍ପର ଥାନ୍ତି ଏବଂ ଏମାନେ ଯୁଦ୍ଧ କରିବା ପାଇଁ ଆଗେଇ ଯାଆନ୍ତି। ତୃତୀୟଟି ହେଲା କ'ଣ? ବୈଶ୍ୟ। ଏମାନେ ଭଗବାନଙ୍କ ଜଙ୍ଘରୁ ଜାତ। ଏମାନଙ୍କ ପାଖରେ ଅର୍ଥନୈତିକ କ୍ଷମତା ରହିଥାଏ। ସାଧାରଣ ଭାବେ ଏମାନେ ବାଣିଜ୍ୟ ଓ ବେପାର କରିଥାନ୍ତି। ଏମାନଙ୍କୁ ବାଣିଜ୍ୟିକ ବୋଲି କୁହାଯାଏ। ରାଷ୍ଟ୍ରର ଅର୍ଥନୈତିକ ବ୍ୟବସ୍ଥାକୁ ଏମାନେ ବୁଝିବେ। କାହିଁକି? ଏମାନେ ଯେକୌଣସି ବ୍ୟାପାର କଲେ, ବାଣିଜ୍ୟ କରିବା, ଏହିସବୁ ଅର୍ଥନୈତିକ କାର୍ଯ୍ୟକଳାପରେ ଏ ବୈଶ୍ୟମାନେ ହସ୍ତାନ୍ତର କରିବେ। ତେଣୁ ଏମାନଙ୍କୁ ଆମେ କହିଦେଇପାରିବା ଅର୍ଥନୈତିକ କ୍ଷମତାର ଉତ୍ତରାଧିକାରୀ ବୋଲି କହିଦେଇପାରିବା। ଫୋର୍ଥ ହେଲା ଆମର କ'ଣ? ଶୂଦ୍ର। ଏମାନେ ଭଗବାନଙ୍କ ପାଦରୁ ଜାତ। ତେଣୁ ଏମାନଙ୍କୁ ସବୁଠାରୁ ନିମ୍ନ ଜାତି ରୂପେ ପରିଗଣିତ କରାଯାଇଛି। ଶୂଦ୍ରମାନେ ଉପରୋକ୍ତ ସମସ୍ତ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟଙ୍କ ସେବା କରିବା ପାଇଁ ଜନ୍ମ ବୋଲି ବ୍ରାହ୍ମଣବାଦୀମାନେ ଆଲୋକପାତ କରିଛନ୍ତି। ସାଧାରଣ ଭାବେ ବ୍ରାହ୍ମଣମାନେ ବେଦ ରକ୍ଷକ ଅଟନ୍ତି, କେନ୍ଦ୍ରର ମୁଖ୍ୟ ଅଟନ୍ତି, ଲୋକମାନଙ୍କୁ ଜ୍ଞାନ ପ୍ରଦାନ କରନ୍ତି ଏବଂ ସମାଜରେ ଭେଦଭାବ ସୃଷ୍ଟି କରିବାର ମୂଳ ମନ୍ତ୍ର ଏମାନଙ୍କ ପାଖରେ ହିଁ ଥାଏ। ଏମାନେ ନ୍ୟାୟାଧୀଶ ମଧ୍ୟ। ବ୍ରାହ୍ମଣମାନେ ବେଦକୁ ବ୍ରାହ୍ମଣଙ୍କ ଷଷ୍ଠ ରୂପେ ଗ୍ରହଣ କରନ୍ତି। ସେମାନେ କେବଳ ବେଦ, ଗ୍ରନ୍ଥ ଆଦିର ଅଧ୍ୟୟନ କରିବେ ଏବଂ ଜ୍ଞାନର ଭଣ୍ଡାରକୁ ସଂରକ୍ଷିତ କରିବେ। ବ୍ରାହ୍ମଣମାନେ କ'ଣ କରନ୍ତି? ଅନ୍ୟ କୌଣସି ବୃତ୍ତିକୁ ପରିତ୍ୟାଗ କରି ନିଜର ବୃତ୍ତି କ'ଣ ଏମାନେ ଆପଣେଇଛନ୍ତି? କେବଳ ଗ୍ରନ୍ଥମାନଙ୍କୁ ବା ବେଦମାନଙ୍କୁ ଅଧ୍ୟୟନ କରିବା ଓ ଅନ୍ୟମାନଙ୍କୁ ଜ୍ଞାନ ପ୍ରଦାନ କରିବା। ଏମାନଙ୍କ ପାଖରେ ଜ୍ଞାନ ଭଣ୍ଡାର ରହିଥାଏ। ଏମାନଙ୍କୁ କୁହାଯାଏ ବେଦ ରକ୍ଷକ। ଦ୍ୱିତୀୟଟି କ'ଣ ହେଲା? ସମାଜର ମୁଖ୍ୟ। ଏମାନେ କିପରି ସମାଜର ମୁଖ୍ୟ ହେଇପାରିବେ? ଦେଖ, ସମାଜର ମୁଖ୍ୟ ପ୍ରଥମେ ରାଜା ଥାଆନ୍ତି, କିନ୍ତୁ ରାଜଦରବାରରେ ପୁରୋହିତମାନଙ୍କ ସ୍ଥାନ ନିହାତି ଭାବେ ରହୁଥିବା ଯୋଗୁଁ ପୁରୋହିତମାନଙ୍କ ପରାମର୍ଶରେ ହିଁ ଯେକୌଣସି କାର୍ଯ୍ୟ ସାଧିତ ହେଉଥିଲା। ତେଣୁ ରାଜାମାନେ କ'ଣ କରନ୍ତି? ଯେକୌଣସି କାର୍ଯ୍ୟ ହେଲେ ମଧ୍ୟ ଏହି ପୁରୋହିତ ବା ବ୍ରାହ୍ମଣମାନଙ୍କୁ ପଚାରି କରିବା ଦ୍ୱାରା
ବ୍ରାହ୍ମଣ ମାନଙ୍କ ପାଟିରୁ ଯାହା ବାହାରିଥିବ ରାଜାମାନେ ମାନିବାକୁ ବାଧ୍ୟ ହେଉଥିଲେ। ତେଣୁ ଏମାନେ କୁହନ୍ତି ଯେ ରାଷ୍ଟ୍ର ମୁଖ୍ୟ ରାଜା ହେଲେ ମଧ୍ୟ ପୁରୋହିତ ମାନଙ୍କୁ ସମାଜର ମୁଖ୍ୟ ବୋଲି କୁହାଯାଇଥାଏ। ତୃତୀୟଟି ହେଲା କଣ? ଜ୍ଞାନ ପ୍ରଦାନ। ଭାରତର ପୁରାତନ କାଳରେ ବ୍ରାହ୍ମଣ ମାନଙ୍କୁ ଜ୍ଞାନ ଭଣ୍ଡାର ବୋଲି ମାନୁଥିଲେ, କାରଣ ସେମାନେ ବେଦ ରକ୍ଷକ ଅଟନ୍ତି। ଯେକୌଣସି ସ୍ଥଳରେ ଯେକୌଣସି କାର୍ଯ୍ୟରେ ବ୍ରାହ୍ମଣ ମାନଙ୍କର ଆଗମନ ରହିବା ସହିତ ସେମାନଙ୍କର ଜ୍ଞାନ ପରାମର୍ଶ ଦ୍ୱାରା କାର୍ଯ୍ୟଟି ସମ୍ପାଦିତ ହେଉଥିଲା। ଯେକୌଣସି କାର୍ଯ୍ୟ କଲେ, ମନେକର ଉଦାହରଣ କହିବା, ଗୋଟେ ଘର ପ୍ରତିଷ୍ଠା କରିବା, ଗୋଟେ ମହଲ ତିଆରି କରିବେ, ତ ସେଇ ମହଲର ମୁଖ କୋଉ ପଟୁ ହବ, ମହଲଟି କେବେଠାରୁ ଷ୍ଟାର୍ଟ ହବ, ରୀତିନୀତି ସବୁ ସମୟକୁ ଧରି ସବୁ ଘର ତିଆରି କରୁଥିଲେ। ତେଣୁ ବ୍ରାହ୍ମଣ ମାନେ ଯାହା କହୁଥିଲେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଥିଲା। ସମାଜରେ ଭେଦଭାବ। ସେମାନେ ବିଶ୍ୱାସ କରନ୍ତି ଯେ ସମାଜରେ ସମସ୍ତେ ସମାନ ନୁହନ୍ତି। ତେଣୁ ସମାଜରେ 4 ପ୍ରକାର ବର୍ଗ ଲୋକ ବସବାସ କରନ୍ତି, ଯଥା ବ୍ରାହ୍ମଣ, କ୍ଷତ୍ରିୟ, ଶୂଦ୍ର, ବୈଶ୍ୟ। ବ୍ରାହ୍ମଣ ମାନଙ୍କୁ ଶ୍ରେଷ୍ଠ, କ୍ଷତ୍ରିୟ ମାନଙ୍କୁ ରାଜନୈତିକ କ୍ଷମତା ପ୍ରଦାନ କରାଯାଇଛି, ବୈଶ୍ୟ ମାନଙ୍କୁ ରାଷ୍ଟ୍ର ଅର୍ଥନୈତିକ ବ୍ୟବସ୍ଥାର ମୁଖ୍ୟ କରାଯାଇଛି, ମାନଙ୍କୁ ଏହି ତିନୋଟି ଜାତିର ସେବାୟତ ରୂପେ ପରିଗଣିତ କରାଯାଇଛି, ଯାହାଦ୍ୱାରା ସମାଜରେ ଭେଦଭାବ ସୃଷ୍ଟି ହେଉଛି। ଏହା କେବଳ କାହା ପାଇଁ ସମ୍ଭବ? ବ୍ରାହ୍ମଣ ମାନଙ୍କର ଏହି ନୀତି ଯୋଗୁଁ ଏଗୁଡିକ ସମ୍ଭବ ହୋଇଛି। ନ୍ୟାୟ ଦୋଷ କିପରି ହେଲା? ଏମାନେ ରାଷ୍ଟ୍ରର ଯେକୌଣସି ବ୍ୟକ୍ତିର ଭୁଲ ହେବା ଦ୍ୱାରା ବ୍ରାହ୍ମଣ ମାନେ ବେଦ ଶାସ୍ତ୍ର ଆଦିର ଅନୁକରଣ କରି ବ୍ୟକ୍ତି ବିଶେଷ ମାନଙ୍କୁ ନ୍ୟାୟ ପ୍ରଦାନ କରିଥାନ୍ତି। କିନ୍ତୁ ଏଇଟା କେତେ କ୍ଷେତ୍ରରେ ଠିକ ହେଇପାରେ, କିନ୍ତୁ ଏହା କେତେ କ୍ଷେତ୍ରରେ ମଧ୍ୟ ଭୁଲ ହୋଇଯାଇଥାଇପାରେ। ହୁଏତ ସେଇ ବେଦରେ ଲେଖା ନ ହୋଇଥିଲେ ମଧ୍ୟ ଏମାନେ ନିଜସ୍ୱ ମନ ମୁତାବକ ଦୋଷୀଟିକୁ ନିଜସ୍ୱ ରାଗ ଅନୁଯାୟୀ ବା ନିଜସ୍ୱ ଶତ୍ରୁତା ଅନୁଯାୟୀ ତାକୁ ଅଧିକ ଦଣ୍ଡ ଭୋଗିବା ପାଇଁ ଛାଡ଼ି ଦେଇଥାଏ। ବର୍ତ୍ତମାନ ବ୍ରାହ୍ମଣବାଦ କଣ ସରିଲା, ଏବେ ବୁଝିବା ଶ୍ରମଣବାଦ କହିଲେ କଣ। ଏହି ଶ୍ରମଣ ଶବ୍ଦଟି ସଂସ୍କୃତ ଶବ୍ଦ ଅଟେ, ଯାହାକି ଶ୍ରମରୁ ଉତ୍ପନ୍ନ। ଏହାର ଅର୍ଥ ପରିଶ୍ରମ କରିବା। ଏହା ଏକ ପ୍ରାଚୀନ ଭାରତୀୟ ଧାର୍ମିକ ଆନ୍ଦୋଳନକୁ ବୁଝାଏ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଣ? ସଂସାରର ହିଂସା, ଅତ୍ୟାଚାର ଦୂରୀକରଣ, ଅନ୍ଧବିଶ୍ୱାସ ଓ ବଳିଦାନ ପ୍ରଥାକୁ ପରିତ୍ୟାଗ ଏବଂ ତପସ୍ୟା, ଧ୍ୟାନ, ଉପବାସ ଓ ଭ୍ରମଣକାରୀ ସନ୍ନ୍ୟାସୀ ମାନଙ୍କୁ ବିତାଡ଼ିତ କରିବା। ଏ ଶ୍ରମଣବାଦୀ ମାନେ ବିଶ୍ୱାସ କରୁନଥିଲେ, କାହା ଉପରେ ବିଶ୍ୱାସ କରୁନଥିଲେ? ଏ ଯୋଉ ବଳି ପ୍ରଥା, ଅନ୍ଧବିଶ୍ୱାସ, ଅତ୍ୟାଚାର, ସଂସାରର ହିଂସା ଗୁଡାକୁ ତଡ଼ିବା ପାଇଁ ଏମାନେ ଚେଷ୍ଟା କରୁଥିଲେ। ତା ସହିତ ତପସ୍ୟା, ଧ୍ୟାନ, ଉପବାସ କରି ଭଗବାନଙ୍କ ପାଖରେ ନିଜର ପ୍ରାର୍ଥନା କରିବା ଏବଂ ଭ୍ରମଣକାରୀ ସନ୍ନ୍ୟାସୀ। ଯୋଉ ଭ୍ରମଣକାରୀ ସନ୍ନ୍ୟାସୀ ଆମେ କହିଦେଇ ପାରିବା ସାଧାରଣ ଅର୍ଥରେ ଭଣ୍ଡମାନଙ୍କୁ ମଧ୍ୟ ବୁଝି ଯାଇପାରିବା। ତେଣୁ ଏମାନେ ଏହାକୁ ବିତାଡ଼ିତ କରିବା ପାଇଁ ଚାହୁଁଥିଲେ। ଏଇ ଯୋଉ ଭ୍ରମଣକାରୀ ସନ୍ନ୍ୟାସୀ ମାନେ କାହିଁକି ଭଣ୍ଡ କହୁଥିଲେ? କାରଣ ଏମାନଙ୍କ ଚିନ୍ତାଧାରା ଅଲଗା। ଏମାନେ କେବଳ ମୁଖ୍ୟ ହିସାବରେ କାହାକୁ ପ୍ରାଧାନ୍ୟ ଦେଉଥିଲେ? କେବଳ ଶ୍ରମକୁ ହିଁ ପ୍ରାଧାନ୍ୟ ଦେଉଥିଲେ। ଏମାନେ କୌଣସି ଜାତି, ଧର୍ମ ଏଗୁଡାକୁ କୌଣସି ମଧ୍ୟ ପ୍ରାଧାନ୍ୟ ଦେଉନଥିଲେ। ଏହାର ମୁଖ୍ୟ ମୋଟିଭ ହେଲା କାର୍ଯ୍ୟ କରିବା ଏବଂ ସେହି ଅନୁସାରେ ନିଜ ସ୍ଥାନକୁ ଉଚ୍ଚ କିମ୍ବା ନିଚ ଅନୁସାରେ ରଖିଦେଇ ପାରିବା। ତେଣୁ ଏହାର ମୁଖ୍ୟ ବୈଶିଷ୍ଟ୍ୟ ଗୁଡା କଣ କଣ? ଅଣବୈଦିକ ଉତ୍ପତ୍ତି, ଜାତି ପ୍ରଥାର ବିରୋଧ, କର୍ମ ହିଁ ସକାରାତ୍ମକ ଶକ୍ତି, ରାଜନୈତିକ। ଦେଖ, ଏଥିରେ ଆମେ ଲେଖି ଦେଇଛନ୍ତି ବ୍ରାହ୍ମଣବାଦ ଏବଂ ସାମଣିକ ମଧ୍ୟରେ କିପରି ତଫାତ ରହିଛି, ଏଇ ଭିତରେ ଆଲୋଚନା କରାଯାଇଛି। ଦେଖ, ଅଣବୈଦିକ ଉତ୍ପତ୍ତି ମାନେ କଣ? ଏହା ବୈଦିକ ନୀତିକୁ ପ୍ରୋତ୍ସାହନ ଦେଇନଥାଏ। ଯେପରି ଆମେ ପୂର୍ବରୁ ପଢିଲେ ବ୍ରାହ୍ମଣ ମାନଙ୍କୁ ବେଦ ରକ୍ଷ ବୋଲି କୁହାଯାଏ, ଏଗୁଡା କଣ କରେ? କୌଣସି ବୈଦିକ ନୀତିକୁ ପ୍ରୋତ୍ସାହନ ଦିଅନ୍ତି ନାହିଁ। ଏଥିରେ ସେମାନେ ବିଶ୍ୱାସ କରନ୍ତି ଯେ ବେଦ ଗୁଡିକ ଭଗବାନଙ୍କ ବାଣୀ ନୁହେଁ, ଏହା ମନୁଷ୍ୟ ମାନଙ୍କ ଦ୍ଵାରା ରଚିତ, ଯାହା କେବଳ ବ୍ରାହ୍ମଣ ମାନଙ୍କର ହିଁ ଉପକାର ପାଇଁ ଉଦ୍ଦିଷ୍ଟ ଅଟେ। ତେଣୁ ଏମାନେ ବେଦକୁ ସମ୍ମାନ ଦିଅନ୍ତି ନାହିଁ। ଜାତି ପ୍ରଥାର ବିରୋଧ। ବ୍ରାହ୍ମଣ ମାନଙ୍କ ଦ୍ଵାରା 4ଟି ପ୍ରକାର ଜାତିକୁ ଅଲଗା ଅଲଗା କରାଯାଇଛି, କିନ୍ତୁ ଏଠାରେ ଶ୍ରମଣ ମାନେ କଣ କରୁଛନ୍ତି? ଏହାକୁ ବିରୋଧ କରୁଛନ୍ତି। ମନୁଷ୍ୟମାନଙ୍କ ଜାତି ଏକ ଏବଂ ସମସ୍ତେ ସମାନ ଅଟନ୍ତି। ସେମାନେ ଏଇ ଯୋଉ ଶ୍ରେଣୀ କରିଥିଲେ, ଯୋଉ 4 ଭାଗରେ ବିଭକ୍ତ କରିଥିଲେ, ଏଇଗୁଡ଼ିକୁ ବିଶ୍ୱାସ କରୁନଥିଲେ। ସେମାନେ କେବଳ ବିଶ୍ୱାସ କରୁଥିଲେ କାହା ଉପରେ? କର୍ମ ଉପରେ ହିଁ ବିଶ୍ୱାସ କରୁଥିଲେ। ସେମାନେ କହନ୍ତି ଯେ ଏହା ଭଗବାନଙ୍କ ବାଣୀ ନୁହେଁ, ଏହା କେବଳ ମନୁଷ୍ୟମାନଙ୍କ ଦ୍ୱାରା ରଚିତ ଅଟେ ଏବଂ ଏହି ମନୁଷ୍ୟମାନଙ୍କ ଜାତି ପ୍ରଥା, ଭେଦଭାବ, ଉଚ୍ଚ ନିଚ ଆଦିର ସ୍ରଷ୍ଟା ଅଟେ। ଏମାନେ ବିଶ୍ୱାସ କରନ୍ତି ଯେ ମନୁଷ୍ୟ ହେଉଛି ଗୋଟେ ଜାତି, ଯାହାକି ଏଠାରେ ସମସ୍ତେ ସମାନ ଅଟନ୍ତି। ତେଣୁ ଏଇ ଯୋଉ ବର୍ଗୀକରଣ ହେଇଛି, 4ଟି ଜାତିରେ ପରିଣତ ହେଇଛି, ଏଇ ସବୁତକୁ ସେମାନେ ପ୍ରତ୍ୟାଖ୍ୟାନ କରିଥାନ୍ତି। 2 ନମ୍ବର କଣ ଅଛି?
କର୍ମ ହିଁ ସକାରାତ୍ମକ ଶକ୍ତି। ଏମାନଙ୍କ ମୁଖ୍ୟ ମୋଟିଭ ହେଲା କଣ? କର୍ମ ଉପରେ। ତେଣୁ କୁହନ୍ତି ଯେ ବ୍ରାହ୍ମଣ ଶାସ୍ତ୍ରରେ ଲିଖିତ ଯେକୌଣସି ଶକ୍ତିର ଅଧିକାରୀ ହେବା ପାଇଁ ହେଲେ ଭଗବାନଙ୍କ ପାଖରେ ପଶୁ ବଳି ଦେବା ଉଚିତ। ତଦ୍ୱାରା ଏ ଉପଯୁକ୍ତ ଶକ୍ତିର ଅଧିକାରୀ ହୋଇପାରିବ। ସେ କହୁଥିଲେ କଣ? ବ୍ରାହ୍ମଣ ମାନେ କହୁଥିଲେ କଣ? ପଶୁ ବଳି ଦ୍ୱାରା ଯେକୌଣସି ଅଲୌକିକ ଶକ୍ତିକୁ ଆମେ ଆପଣେଇ ପାରିବା। କାଠାରୁ? ଭଗବାନଙ୍କୁ ଆମେ ବଳି ଦେବା ଏବଂ ଭଗବାନ ଆମକୁ ଅତି ସହଜରେ ଆମର ଅଲୌକିକ ଶକ୍ତି ଗୁଡ଼ିକ ପ୍ରଦାନ କରିଦେଇପାରିବେ। କିନ୍ତୁ ଏମାନେ ଏଟା ବିରୋଧ କରୁଛନ୍ତି। ଏମାନେ ଶ୍ରାମଣିକ ମାନେ କର୍ମ ଦ୍ୱାରା ହିଁ ଯେକୌଣସି ସକାରାତ୍ମକ ଶକ୍ତିର ଅଧିକାର ହୋଇପାରିବେ। ନିଜ ଲକ୍ଷ୍ୟ ଥିଲା କାହାର ଅନିଷ୍ଟ କରିବେ ନାହିଁ, ହିଂସାକୁ ପରିତ୍ୟାଗ କରିଦେବା, ଯେପରିକି କୌଣସି ପଶୁକୁ ମାରିବା ନାହିଁ, ଅନ୍ୟର କ୍ଷତି କରିବା ନାହିଁ। ରାଜନେତୃତ୍ୱ। ରାଜାମାନଙ୍କ ଧର୍ମରକ୍ଷକ ଓ ତାଙ୍କର ପରାମର୍ଶଦାତା ବ୍ରାହ୍ମଣମାନେ ଥିଲେ, ଯାହାଦ୍ୱାରା ଆଇନ ପ୍ରଣୟନ କରିବାରେ ବ୍ରାହ୍ମଣମାନଙ୍କ ହସ୍ତକ୍ଷେପ ରହୁଥିଲା ଏବଂ ଧର୍ମଗୁରୁମାନଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଉଥିଲା। ଏମାନେ ଏହାକୁ ବିରୋଧ କରନ୍ତି। ତେଣୁ ବ୍ରାହ୍ମଣ ବ୍ୟବସ୍ଥାରେ ଥିବା କୁପ୍ରଭାବକୁ ମୁକ୍ତ କରିବା ସହ ସମାନତା ପ୍ରତିଷ୍ଠା କରିବା ନିମନ୍ତେ ବୌଦ୍ଧ ଧର୍ମକୁ ଗ୍ରହଣ କରିବା ଯୋଗ୍ୟ ବୋଲି ଏମାନେ ମତ ପ୍ରକାଶ କରିଛନ୍ତି। ତେଣୁ ଆମେ କେତେକ ଉଦାହରଣ ମାଧ୍ୟମରେ ବୁଝିପାରିବା, ଯେପରିକି ରାଜା ବିମ୍ବିସାର, ଯେପରି ଅଶୋକା। ଏମାନେ କଣ କରିଥିଲେ? ନିଜ ଧର୍ମକୁ ଛାଡ଼ି ବୌଦ୍ଧ ଦର୍ଶନକୁ ବା ବୌଦ୍ଧ ଧର୍ମକୁ ଆପଣେଇ ଥିଲେ।